ଆଜିର ଭିଡ଼ିଓରେ ଓଡ଼ିଆ ଅନର୍ସର କୋର୍ 1ର ୟୁନିଟ୍ 4ର 2 ମାର୍କିଆ ସର୍ଟ କୋଶ୍ଚିନ୍ ଆଲୋଚନା କରିବା। ମାନକ ଭାଷାର ସଂଜ୍ଞା ପ୍ରତିପାଦନ କର। ସାଧାରଣତଃ ଯେଉଁ ଉପଭାଷା ତାର ଆଖପାଖ ଅନ୍ୟ ସହଯୋଗୀ ଭାଷାମାନଙ୍କ ଉପରେ ନିଜର ସାହିତ୍ୟିକ ସାଂସ୍କୃତିକ ଶ୍ରେଷ୍ଠତ୍ୱ ଆରୋପ କରି ସେମାନଙ୍କ ଭାଷା ଦ୍ୱାରା ଆଦର୍ଶ ପ୍ରତିନିଧି ସ୍ଥାନୀୟ ସର୍ବାଧିକ ସର୍ବସାଧାରଣ ଭାଷା ରୂପେ ବ୍ୟବହୃତ ହୋଇଥାଏ ତାହାକୁ ମାନକ ଭାଷା କୁହାଯାଏ। ମାନକ ଭାଷା କେଉଁ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ? ମାନକ ଭାଷା ହେଉଛି ଭାଷା ନିର୍ମାଣର ନାମ ବା ଅର୍ଜିତ ଜ୍ଞାନର ଶାଖା ଭିତ୍ତିରେ ସୃଷ୍ଟି। ଏହି ଭାଷାରେ ପାରସ୍ପରିକ ବିଚାର ବିନିମୟର ସାଧାରଣ ମାଧ୍ୟମ ଭାବେ ସାହିତ୍ୟ ରଚନା, ଶାସନ, ଶିକ୍ଷା, ପତ୍ରାଳାପ, ସମ୍ବାଦ ସରବରାହ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ। ମାନକ ଭାଷା ଉପରେ କେଉଁ କେଉଁ ଭାଷାର ପ୍ରଭାବ ପଡ଼ିଛି? ପ୍ରାଚୀନ ଭାରତର ଓଡ଼ିଆ ଭାଷା ଉଡ୍ର ବା ଉଡ୍ରଜା ଉପଭାଷା ଭାବେ ବ୍ୟବହୃତ ହେଉଥିଲା। ସେଥିରେ ବିଭିନ୍ନ ଭାଷାର ପ୍ରୟୋଗ ଦେଖିବାକୁ ମିଳେ। ଏହି ନ୍ୟାୟରେ ଦେଖିବାକୁ ଗଲେ ବିଭିନ୍ନ ବୈଦେଶିକ ଭାଷାର ପ୍ରଭାବ ସହିତ ଓଡ଼ିଆ ଭାଷାରେ ସଂସ୍କୃତ, ପାଲି, ପ୍ରାକୃତ ଅପଭ୍ରଂଶ ଯଥେଷ୍ଟ ପ୍ରଭାବ ପଡ଼ିଛି। ମାନକ ଭାଷାରେ ଓଡ଼ିଶାର କେଉଁ ଚିତ୍ର ଦେଖିବାକୁ ମିଳେ? ମାନକ ଭାଷା ଗୋଟିଏ ଜାତିର ସାଂସ୍କୃତିକ ଏକତା ଆଣିବାରେ ସହାୟକ ହୋଇଥାଏ। ଏହା କ୍ରମ ବିକଶିତ ଜ୍ଞାନ ବିଜ୍ଞାନକୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇଥାଏ। ଏହି ଦୃଷ୍ଟିରୁ ଏହାର ଗୁରୁତ୍ୱ ଶିକ୍ଷାନୁଷ୍ଠାନରେ ଦେଖାଯାଏ। ଓଡ଼ିଶା ଏକ ଐତିହ୍ୟ ସମ୍ପନ୍ନ ବିତ୍ତଶାଳୀ ରାଜ୍ୟ ଭାବେ ପରିଚିତ। ତାର ଐତିହାସିକ, ସାହିତ୍ୟିକ, ପୌରାଣିକ ପ୍ରଥା ପରମ୍ପରା ଖୁବ୍ ଉନ୍ନତ। ଏ ସମସ୍ତ ଉପାଦାନ ଓଡ଼ିଆ ମାନକ ଭାଷାରେ ଦେଖିବାକୁ ମିଳେ। ରାଜତନ୍ତ୍ର ଶାସନ ସମୟରେ ଓଡ଼ିଶାର କେଉଁଠାରେ ମାନକ ଭାଷା ବ୍ୟବହାର ଦେଖିବାକୁ ମିଳେ? ଓଡ଼ିଶାର ରାଜତନ୍ତ୍ର ଶାସନ ଥିବା ସମୟରେ ଓଡ଼ିଶାର ବିଭିନ୍ନ ସମୟରେ ରାଜାମାନେ ସେମାନଙ୍କ ରାଜଧାନୀ ରୂପେ ପଞ୍ଚକଟକ ମଧ୍ୟରୁ ଗୋଟିଏକୁ ନିର୍ଣ୍ଣୟ କରିଥିବାର ଜଣାପଡ଼େ। ସେହି ପଞ୍ଚକଟକ ବିରଜା କଟକ, ଯାହାକି ଯାଜପୁର, ବିରାଟ କଟକ, ଚୌଦ୍ୱାର, ପୁରୁଷୋତ୍ତମ କଟକ, ପୁରୀ, ଅମରାବତୀ କଟକ, ଛତିଆ, ବାରଣାସୀ ବା ଅଭିନବ କଟକ, ସାରଙ୍ଗଗଡ଼ ବା ବିଡ଼ାନାସୀ କଟକ। ଐତିହାସିକ ସୂଚନା ଅନୁସାରେ ଉପରୋକ୍ତ ସ୍ଥାନମାନଙ୍କରେ ମାନକ ଭାଷାର ବ୍ୟବହାର ଦେଖାଯାଏ। ଭୂଗୋଳ ଆଧାରିତ ମାନକ ଭାଷା। ଭାରତ ସର୍ବଦା ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ ସୀମା ମଧ୍ୟରେ ଆବଦ୍ଧ ଓ ନିର୍ଦ୍ଦିଷ୍ଟ ବର୍ଗ ଦ୍ୱାରା ବ୍ୟବହୃତ ହୋଇଥାଏ। ଭୂଖଣ୍ଡରୁ ଭୂଖଣ୍ଡ ବ୍ୟବଧାନ ଅନୁସାରେ ଭାଷାର ରୂପରେଖରେ ମଧ୍ୟ ଭିନ୍ନତା ଆସିଥାଏ। ଏହି ଭିନ୍ନତା ଅନୁସାରେ ଭାଷାର ଭୌଗୋଳିକ ରୂପ ନିରୂପିତ ହୋଇଥାଏ। ଯେପରି ପ୍ରାକୃତିକ ଭାଷାର ବିଭିନ୍ନ ରୂପ ମହାରାଷ୍ଟ୍ରୀ, ସୌରସେନୀ, ମାଗଧୀ, ପୈଶାଚୀ ଓ ଅର୍ଦ୍ଧମାଗଧୀ। ସେହିପରି ଭାରତୀୟ ରାଜଭାଷାର ବିଭିନ୍ନ ରୂପ ଯଥା ଓଡ଼ିଆ, ବଙ୍ଗଳା, ଆସାମୀ, ପଞ୍ଜାବୀ ପ୍ରଭୃତି ମାନକ ଭାଷାର ମାନ୍ୟତା ଲାଭ କରିଥିଲା। ପ୍ରୟୋଗ ଆଧାରିତ ଭାଷା। ଭାଷାର ରୂପଗତ ସ୍ୱାତନ୍ତ୍ର୍ୟ ଓ ସଫଳତା ନିର୍ଦ୍ଦିଷ୍ଟ ନୀତିର ପ୍ରୟୋଗ ଧର୍ମ ଉପରେ ନିର୍ଭର କରେ। ଉଚ୍ଚାରଣ ମତ, ବିଷୟଗତ, ପାତ୍ରଗତ ଓ ଉଦ୍ଦେଶ୍ୟଗତ ବ୍ୟବହାର ଅନୁସାରେ ଭାଷାର ରୂପର ଭିନ୍ନତା ଦୃଷ୍ଟିଗୋଚର ହୋଇଥାଏ। କେଉଁ ବିଷୟକୁ ନେଇ କେଉଁ ପରିବେଶରେ କେଉଁ ଉଦ୍ଦେଶ୍ୟରେ କାହାଦ୍ୱାରା କିପରି ଉଚ୍ଚାରଣ ଭଙ୍ଗୀ ଭାଷାର ପ୍ରୟୋଗ ସାଧନ ଘଟିଛି ତାକୁ ନେଇ ଭାଷାର ପ୍ରୟୋଗାତ୍ମକ ରୂପ ନିର୍ଦ୍ଧାରଣ ହୋଇଥାଏ। ଏହି ଧରଣ ଭାଷାର ବିବିଧ ରୂପ ଯଥା ଜାତୀୟ ଭାଷା, ଆନ୍ତର୍ଜାତୀୟ ଭାଷା, ରାଷ୍ଟ୍ରୀୟ ଭାଷା, ବୈଦେଶିକ ଭାଷା, ପ୍ରତିବେଶୀ ଭାଷା ଓ ରାଜଭାଷା ଅନ୍ୟତମ। ମୂଳ ଭାଷା। ଯେଉଁ ବୃହତ୍ ବା ମୂଳ ଭାଷାର ବହୁ ଶାଖାର ଭାଷା ସୃଷ୍ଟି ହୋଇଥାଏ ତାହାକୁ ମୂଳ ଭାଷା କୁହାଯାଏ। ଏହି ରୂପ ଇତିହାସ ଆଧାରିତ। ଉଦାହରଣ ସ୍ୱରୂପ ଏଠାରେ ଇଣ୍ଡୋ ୟୁରୋପୀୟ ବା ଭାରପୀୟ ଭାଷାକୁ ଗ୍ରହଣ କରାଯାଇପାରେ। ଭାଷାର ପାରିବାରିକ ବର୍ଗୀକରଣ ବେଳେ ଏପରି ଭାଷାକୁ ଏକ ଭାଷା ପରିବାରର ମୂଳ ଭାଷା ରୂପେ ବିଚାର କରାଯାଇଥାଏ। ରାଜଭାଷା। କୌଣସି ରାଷ୍ଟ୍ରର ରାଷ୍ଟ୍ରଭାଷା ଯଦି ସରକାରଙ୍କ ଶାସନ, ଶିକ୍ଷାଦି କାର୍ଯ୍ୟ ପରିଚାଳନାର ଭାଷା ହୋଇଥାଏ ତେବେ ତାହା ସ୍ୱତଃ ରାଜଭାଷା ବା ସରକାରୀ ଭାଷାର ମର୍ଯ୍ୟାଦା ଲାଭ କରିଥାଏ। ମାତ୍ର ପରାଧୀନ ଦେଶର ରାଜଭାଷା ଅନେକ ସମୟରେ ଶାସକ ଓ ସମାଜର ଭାଷା ହୋଇଥାଏ। ଉଦାହରଣ ସ୍ୱରୂପ ଇଂରେଜ ଶାସନ କାଳରେ ହିନ୍ଦୀ ଭାରତର ବରିଷ୍ଠ ଭାଷା ଭାବରେ ପାରସ୍ପରିକ ଭାଷା ବିନିମୟର ମାଧ୍ୟମ ହୋଇଥାଏ। ଇଂରାଜୀ ହିଁ ରାଜଭାଷା ରୂପେ ପ୍ରଚଳିତ ଥିଲା। ସମ୍ପ୍ରତି ମାନସିକ ଅଭ୍ୟସ୍ତବଶତଃ ଇଂରାଜୀ ଭାଷାକୁ ଭାରତୀୟ ପ୍ରଶାସନିକ କାର୍ଯ୍ୟରେ ରାଜଭାଷା ରୂପେ ବହୁ ମାତ୍ରାରେ ବରିଷ୍ଠତା ଭିତ୍ତିରେ ପ୍ରଚଳନ କରାଯାଉଛି। ସେହିପରି ମୋଗଲ ରାଜତ୍ୱ କାଳରେ ପାରସିକ ଭାଷା ବା ପାର୍ସୀ ଥିଲା ଭାରତର ରାଜଭାଷା। ବେଳେବେଳେ ବଜିତ ଜାତିର ଭାଷା ମଧ୍ୟ ଶାସନ ସୂତ୍ରରେ ବିଜିତ ବା ଶାସିତ ଜାତିର ଭାବ ବିନିମୟ କ୍ଷେତ୍ରରେ ରାଜଭାଷା ରୂପେ ବାଧ୍ୟବାଧକତା ନିଜର ସ୍ଥିତି ଜାହିର କରିଥିଲା। ଅପଭାଷା। ଅପଭାଷାକୁ ଦୁଇଟି ଅର୍ଥରେ ଗ୍ରହଣ କରାଯାଇପାରେ। ବିକୃତ ଭାଷା ଓ ଶିଷ୍ଟ ଭାଷା ବା ଅଶିଷ୍ଟ ଭାଷା। ଏକ ଭାବ ଗୋଷ୍ଠୀର ବ୍ୟକ୍ତି ଯଦି ଅପର ଭାଷା ଭଲ କରି ନ ଶିଖି ଉଚ୍ଚାରଣ କରେ ବା ପଦ ପ୍ରୟୋଗ କରେ ତେବେ ତହିଁରେ ବିକୃତ ବା ଭ୍ରମ ଆସିଥାଏ। ଏପରି ଏକ ଭାଷା ଗୋଷ୍ଠୀର ବ୍ୟକ୍ତି କିଛି ଭାଷାରେ ମଧ୍ୟ ଜାଣି ଜାଣି ବିକୃତ ବା ପ୍ରମାଦମପୂର୍ଣ୍ଣ ବା ପଦକୁ ବ୍ୟବହାର କରିଥାଏ। ଏହାକୁ ଅପଭାଷା କୁହାଯାଏ। ଅପଭାଷାର ଲକ୍ଷଣ। ଏଥିରେ ଶାସ୍ତ୍ରୀୟ ଆଦର୍ଶର ଉପେକ୍ଷା କରାଯାଇଥାଏ।
ଶବ୍ଦ ନିର୍ମାଣ ନିୟମର ଉପେକ୍ଷା କରିବା ଫଳରେ ବହୁତ ନୂତନ ଚୈଚିତ୍ର୍ୟତା ସୃଷ୍ଟି ହୁଏ। ଏଥିରେ ଶବ୍ଦର ଅର୍ଥାପକର୍ଷ ଘଟେ, ଅର୍ଥାତ୍ ଶବ୍ଦ ତାର ଉତ୍ତମ ଅର୍ଥ ଯୋଗ କରି ହୀନ ଅର୍ଥ ଗ୍ରହଣ କରେ, ଯଥା ତେଲେଇବା ବା ତେଲ ମାଲିସ କରିବା, ମେଣ୍ଠେଇବା ଇତ୍ୟାଦି। ଏହା ଏକ ବିଶେଷ ଶ୍ରେଣୀ ସାମଗ୍ରିକ ବିଭାଗ ବା ସମବୟସ୍କମାନଙ୍କଠାରେ ପ୍ରଚଳିତ ହୋଇଥାଏ। ଏହି ସୀମା ଭିତରେ ଏହା ଲୋକପ୍ରିୟତା ଲାଭ କଲା। ଅପଭାଷାର ନିର୍ମାଣ ପଦ୍ଧତି କ'ଣ? ଅପଭାଷା ନିର୍ମାଣ ପଦ୍ଧତି ବା ପ୍ରୟୋଗ ବେଳେ ଶୈକ୍ଷିକ, ସାଂସ୍କୃତିକ ଓ ନୈତିକ ଦିଗ ପ୍ରତି ଧ୍ୟାନ ଦିଆଯାଇ ନଥାଏ। ନବୀନତା, ବିନୋଦ, ଉଚ୍ଛୃଙ୍ଖଳତା, ସଂସ୍କାରହୀନତା ଏହାର ଯଥାର୍ଥ ପ୍ରେରକ ହୋଇଥାଏ। ବିଶେଷ କରି ନିରକ୍ଷର ଗୋଷ୍ଠୀ ମଧ୍ୟରେ ଅପଭାଷାର ପ୍ରସାର ଘଟିଥାଏ। ଏଥିପାଇଁ ମାନକ ଭାଷାରେ ପ୍ରଚଳିତ ବିଶିଷ୍ଟ ବା ବୈଷୟିକ ଭାଷା। ମନୁଷ୍ୟ ଏକ ସାମାଜିକ ପ୍ରାଣୀ। ସମାଜରେ ବିଭିନ୍ନ କର୍ମକ୍ଷେତ୍ରରେ ସମ୍ପୃକ୍ତ ଥାଏ। ଫଳରେ ଏକ ନିର୍ଦ୍ଦିଷ୍ଟ ସମାଜରେ ଏକ ନିର୍ଦ୍ଦିଷ୍ଟ ଭାଷାରେ କେତେକ ବୈଚିତ୍ର୍ୟ ପରିଲକ୍ଷିତ ହୁଏ। ବ୍ୟବସାୟ ବା ଚାକିରି ଦୃଷ୍ଟିରୁ ସମାଜରେ କୃଷକ, କମାର, ବଢ଼େଇ, ମିସ୍ତ୍ରୀ, ସୁନାରୀ, ଦର୍ଜି, ଶିକାରୀ, ଡାକ୍ତର, ଓକିଲ, ଦୋକାନୀ, ପୁରୋହିତ, ପୂଜାରୀ ଇତ୍ୟାଦି ଶିକ୍ଷା, ଦୀକ୍ଷା ଓ ଜ୍ଞାନ ବିଜ୍ଞାନ ଦୃଷ୍ଟିରୁ ଛାତ୍ର, ଦାର୍ଶନିକ, ଅର୍ଥଶାସ୍ତ୍ରବିତ୍, ମନସ୍ତତ୍ତ୍ୱବିତ୍, ରସାୟନ ବିଜ୍ଞାନୀ, ପଦାର୍ଥ ବିଜ୍ଞାନୀ ପ୍ରଭୃତି ଶ୍ରେଣୀ ସୃଷ୍ଟି ହୋଇଛି। କଚେରୀ କାମ କରୁଥିବା ବ୍ୟକ୍ତିମାନଙ୍କ ଭାଷାରେ ଇଂରାଜୀ, ପାର୍ସୀ, ଆରବିକ ଶବ୍ଦର ବ୍ୟବହାର ଦେଖିବାକୁ ମିଳେ। ଏହା ବ୍ୟତୀତ ଧାର୍ମିକ ସଂଘ, ରାଜନୈତିକ ସଂସ୍ଥା, ସାହିତ୍ୟ ଗୋଷ୍ଠୀ, ଛାତ୍ର ସମାଜ ପ୍ରଭୃତି ଭାଷାରେ ସେହିପରି କେତୋଟି ଦୃଷ୍ଟାନ୍ତ ଦେଖିବାକୁ ମିଳେ। ଅଶ୍ୱିନୀ କୁମାର ଘୋଷ ମାନକ ଭାଷା ସମ୍ପର୍କରେ କ'ଣ କରିଥିଲେ? ସାର୍ବଜନୀନ ଉତ୍କଳୀୟ ଭାଷା ଶୀର୍ଷକ ପ୍ରବନ୍ଧରେ ଏହା କିଛି ଗୋଟିଏ ମନଗଢ଼ା କଥା ନୁହେଁ ବା ବେସିକ ଇଂଲିଶ ପରି ସବୁ ଭାଷା ପ୍ରକାଶ କରିବା ଲାଗି ନିମ୍ନତମ ସଂଖ୍ୟକ ଶବ୍ଦରେ ଗଢ଼ା ଭାଷା ନୁହେଁ କିମ୍ବା ଦୁର୍ବୋଧ୍ୟ ସଂସ୍କୃତ ଶବ୍ଦ ସମ୍ବଳିତ ସାଧୁ ଭାଷା ମଧ୍ୟ ନୁହେଁ। ଏହା ସମଗ୍ର ଓଡ଼ିଶାର ନିତ୍ୟ ବ୍ୟବହୃତ ସରଳ ଭାଷା। ଏହି ଭାଷା ଯାହାକି କେବଳ କଟକ କି କେବଳ ଗଞ୍ଜାମ କି କେବଳ ସମ୍ବଲପୁରରେ କଥିତ ହୁଏ ନାହିଁ, ଓଡ଼ିଶାର 30ଟି ଜିଲ୍ଲାରେ କଥିତ ହୁଏ। ଏଥିରୁ ସ୍ପଷ୍ଟ ହୁଏ ଯେ ମାନକ ଭାଷା ଏକ କୃତ୍ରିମ ଭାଷା ନୁହେଁ। ଭାଷାର ଉଦ୍ଭବ ଓ ବିକାଶ ସ୍ୱାଭାବିକ। ଏଥିପାଇଁ କୃତ୍ରିମ ପ୍ରୟାସ ସଫଳ ହୁଏ ନାହିଁ। ତେବେ ମାନକ ଭାଷା ନିମିତ୍ତ ମାନର କ'ଣ ପ୍ରାସଙ୍ଗିକ ଓଡ଼ିଆ ଭାଷା ଆଲୋଚନା ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ। ମାନକ ଭାଷାର ବୈଶିଷ୍ଟ୍ୟ କ'ଣ? ସାଧାରଣ ଅର୍ଥରେ ଯେକୌଣସି ବିଭାଷା ମାନକ ଭାଷାରେ ପରିଣତ ହେବା ପରେ ତାହା ଅନ୍ୟ ସହଯୋଗୀ ବିଭାଷାମାନଙ୍କ ଉପରେ ପର୍ଯ୍ୟାପ୍ତ ପ୍ରଭାବ ବିସ୍ତାର କରିଥାଏ। ମାନକ ଭାଷା ବ୍ୟାକରଣ ଦ୍ୱାରା ନିୟନ୍ତ୍ରିତ। ଏହାର ଉଚ୍ଚାରଣ ନିର୍ଦ୍ଦିଷ୍ଟ। ଫଳରେ ଏହା ସ୍ଥିର ହୋଇଯାଏ। ସମୟକ୍ରମେ ମାନକ ଭାଷାର ରୂପ ପ୍ରାଚୀନ ହୋଇଥାଏ। ଆଞ୍ଚଳିକ ବିଭାଷାଗୁଡ଼ିକ ସ୍ୱଳ୍ପ ପରିମାଣରେ ହେଉ ପଛେ ଏହା ଉପରେ ପ୍ରଭାବ ପକାଇଥାନ୍ତି, ଯାହାଦ୍ୱାରା ଏହାର ରୂପ ସର୍ବଦା ସର୍ବତ୍ର ସୁନିର୍ଦ୍ଦିଷ୍ଟ ହୋଇପାରେ ନାହିଁ। ସ୍ଥାନ ଓ ସମୟ ଅନୁସାରେ ମାନକ ଭାଷାର ବ୍ୟାକରଣ ନିୟମର ମଧ୍ୟ ପରିବର୍ତ୍ତନ ହୋଇଥାଏ। ମାନକ ଭାଷାର ଏକ ଆଦର୍ଶ ରୂପ ଥାଏ। ମାନକ ଭାଷାର ସ୍ୱରୂପ କ'ଣ? ମାନକ ଭାଷା ସଦାସର୍ବଦା ଆଞ୍ଚଳିକ ଭାଷା ଓ ବିଭାଷାଠାରୁ ବ୍ୟାକରଣ କ୍ଷେତ୍ରରେ କିଛି ପୃଥକ ହୋଇଥିଲେ ହେଁ ପ୍ରାଦେଶିକ ଭାଷା ରୂପରେ ଏହା ମାନ୍ୟତା ପାଇଥାଏ। ବ୍ୟାକରଣଗତ ଶୁଦ୍ଧତା ମାନକ ଭାଷାର ସର୍ବଶ୍ରେଷ୍ଠ ସ୍ୱରୂପ। ଶିକ୍ଷା, ସାହିତ୍ୟ, ପ୍ରଶାସନ ଇତ୍ୟାଦି କ୍ଷେତ୍ରରେ ଏହାର ବ୍ୟବହାର ଦେଖାଯାଇଥାଏ। ଉଚ୍ଚ ଶିକ୍ଷିତ ବ୍ୟକ୍ତିମାନେ ମାନକ ଭାଷାରେ କଥାବାର୍ତ୍ତା କରିଥାନ୍ତି। ମାନକ ଭାଷା ସରକାରୀ ଭାଷା ବା ରାଜକୀୟ ଭାଷାର ଅଗ୍ରାଧିକାର ପାଇଥାଏ। ଏହି ନ୍ୟାୟରେ ମାନକ ଭାଷାକୁ ରାଜକୀୟ ଭାଷା ବୋଲି ପଦବାଚ୍ୟ କରାଯାଏ। ମାନକ ଭାଷାର ଲିଖିତ ମୌଖିକ ଦୁଇଟି ରୂପ ଅଛି। ମୌଖିକ ରୂପରେ କ୍ଷୁଦ୍ର, ସରଳ, ସୁବୋଧ ଏବଂ ଲିଖିତ ରୂପରେ ବଡ଼, ଜଟିଳ, ଆଳଙ୍କାରିକ ତଥା ସ୍ଥଳ ବିଶେଷରେ କ୍ଳିଷ୍ଟ ବାକ୍ୟରେ ମଧ୍ୟ ବ୍ୟବହୃତ ହୋଇଥାଏ। ମାନକ ଭାଷା ସମ୍ପର୍କରେ ବ୍ରଜମୋହନ ମହାନ୍ତିଙ୍କ ଉକ୍ତି କ'ଣ ଥିଲା? ଶ୍ରୀ ବ୍ରଜମୋହନ ମହାନ୍ତି ଓଡ଼ିଆ ଭାଷା ବିଜ୍ଞାନ ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯେ ଯେଉଁ ଭାଷା ବିଶ୍ୱବିଦ୍ୟାଳୟ, ସ୍କୁଲ, କଚେରୀ ଆଦିରେ ବ୍ୟବହୃତ ହୁଏ ତାହା ମାନକ ଭାଷା ଭାବେ ଗ୍ରହଣ କରାଯାଇଥାଏ ଏବଂ ଏହି ଗୌରବରୁ ବଞ୍ଚିତ ଭାଷାକୁ ବିଭାଷା ବା ଉପଭାଷା ନାମରେ ନାମିତ କରାଯାଏ। ବାସ୍ତବିକ ବ୍ରଜମୋହନ ମହାନ୍ତି ଏହି ଉକ୍ତି ଯଥାର୍ଥ ମନେ ହୁଏ। ଉପଭାଷାର ସଂଜ୍ଞା ନିର୍ଣ୍ଣୟ କର। ସାଧାରଣତଃ କୌଣସି ଭାଷା ସମ୍ପ୍ରଦାୟ ଅନ୍ତର୍ଗତ ଅଞ୍ଚଳ ବିଶେଷ କିମ୍ବା ଛୋଟ ଛୋଟ ବିଶେଷରେ ବ୍ୟବହୃତ ପ୍ରଚଳିତ ଭାଷାର ନାମ ଉପଭାଷା ବା ଡିଏଲେକ୍ଟ। ଉପଭାଷାର ସଂଜ୍ଞା ପ୍ରଦାନ କରିବାକୁ ଯାଇ ଡକ୍ଟର ଭୋଳାନାଥ ତିୱାରୀ କି ମତ ରଖିଛନ୍ତି? ଡକ୍ଟର ଭୋଳାନାଥ ତିୱାରୀ ମତରେ ଉପଭାଷା ବା ବୋଲି କୌଣସି ଭାଷାର ଏକ ସୀମିତ କ୍ଷେତ୍ରୀୟ ରୂପ। ବାକ୍ୟ ଗଠନ, ଅର୍ଥ, ଶବ୍ଦ ସମୁଦ୍ର ତଥା ଆପ୍ତ ବାକ୍ୟ ଦୃଷ୍ଟିରୁ ସେହି ଭାଷାର ପ୍ରାମାଣିକ ତଥା ଅନ୍ୟ କ୍ଷେତ୍ରୀୟ ରୂପମାନଙ୍କଠାରୁ କେତେକ ପରିମାଣ ଭିନ୍ନ, କିନ୍ତୁ ଏତେ ପରିମାଣରେ ଭିନ୍ନ ନୁହେଁ ଯେ ଯାହା ଫଳରେ ପ୍ରାମାଣିକ ଭାଷାଭାଷୀ ବା ଅନ୍ୟ କ୍ଷେତ୍ରୀୟ ଭାଷାଭାଷୀ ବ୍ୟକ୍ତିଙ୍କ ନିକଟରେ ଅବୋଧ୍ୟ ହୋଇ ଉଠିବ। ବିଭାଷାର ସଂଜ୍ଞା ଦେବାକୁ ଯାଇ ଡକ୍ଟର ଶ୍ୟାମସୁନ୍ଦର ଦାସ କି ମତ ରଖିଛନ୍ତି? ଭାଷାତତ୍ତ୍ୱବିତ୍ ଡକ୍ଟର ଶ୍ୟାମସୁନ୍ଦର ଦାସଙ୍କ ମତରେ ଏକ ପ୍ରାନ୍ତ କିମ୍ବା ଉପପ୍ରାନ୍ତର କଥିତ ତଥା ସାହିତ୍ୟିକ ରଚନାର ଭାଷାକୁ ବିଭାଷା କୁହାଯାଏ। ଉପଭାଷାର ଭୌଗୋଳିକ କାରଣ କ'ଣ?
ଭୌଗୋଳିକ କାରଣ ଯୋଗୁଁ ଗୋଟିଏ ଅଞ୍ଚଳ ଅଧିବାସୀ ଅନ୍ୟ ଅଞ୍ଚଳ ଅଧିବାସୀଙ୍କ ଠାରୁ ଚଳଣି, ପରମ୍ପରା, ରୀତିନୀତି, ଜଳପ୍ଲାବନ, ଯୁଦ୍ଧ ତଥା ଅନ୍ୟାନ୍ୟ କାରଣ ଯୋଗୁଁ ଗୋଟିଏ ଅଞ୍ଚଳର ଲୋକ ଅନ୍ୟ ଗୋଟିଏ ଅଞ୍ଚଳକୁ ସ୍ଥାନାନ୍ତରିତ ହୋଇଯାଆନ୍ତି। ସେହି ସ୍ଥାନରେ ପୂର୍ବରୁ ବସବାସ କରୁଥିବା ଭାଷାଭାଷୀ ଲୋକ ଏକ ନୂତନ ଭାଷାର ସଂସ୍ପର୍ଶ ଆସିଥାନ୍ତି। ଫଳରେ ସେମାନେ କଥିତ ଭାଷାରେ ଏହାର ପ୍ରଭାବ ଅନୁଭୂତ ହୁଏ। ଦୁଇ ବା ତତୋଧିକ ଭାଷା ମିଶ୍ରଣ ଏକ ନୂତନ ମିଶ୍ରିତ ଭାଷା ସୃଷ୍ଟି ହୋଇଥାଏ। ଉପଭାଷା ସୃଷ୍ଟି ପଛରେ କେଉଁ ଐତିହାସିକ କାରଣ ଅଛି ଦର୍ଶାଅ। ଉପଭାଷା ସୃଷ୍ଟି ହେବାରେ ଅନ୍ୟ ଏକ ବଳିଷ୍ଠ କାରଣ ହେଉଛି ଐତିହାସିକ କାରଣ। ଉଦାହରଣ ସ୍ୱରୂପ ଓଡ଼ିଆ ଭାଷାର ବିଭିନ୍ନ ରୂପକୁ ନିଆଯାଇପାରେ। ସ୍ୱାଧୀନତା ପୂର୍ବରୁ ଓଡ଼ିଶା ବିଭିନ୍ନ ବୈଦେଶିକ ଶାସନାଧୀନ ଥିଲା, ଯେପରିକି ମୋଗଲ, ମରହଟ୍ଟା, ଇଂରେଜ, ପର୍ତ୍ତୁଗୀଜ ପ୍ରଭୃତି। ଏହା ସହିତ ପଶ୍ଚିମବଙ୍ଗ, ବିହାର ଓ ମାନ୍ଦ୍ରାଜ ପ୍ରେସିଡେନ୍ସିର ପ୍ରଭାବ ଦ୍ୱାରା ଓଡ଼ିଶା ଦକ୍ଷିଣାଞ୍ଚଳ ପ୍ରଭାବିତ। ଏହି ସବୁ ଭାଷାମାନଙ୍କର ଯୋଗୁଁ ଉପଭାଷାରେ କଥିତ ଶବ୍ଦରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ରାଜନୈତିକ କାରଣ ଯୋଗୁଁ ଉପଭାଷାରେ କି ବ୍ୟତିକ୍ରମ ଦେଖାଦିଏ। ଇଂରେଜ ଶାସନ କାଳରେ ଓଡ଼ିଶା ମୋଗଲବନ୍ଦୀ ଓ ଗଡ଼ଜାତ ନାମରେ ଦୁଇ ଭାଗରେ ବିଭକ୍ତ ହୋଇଥିଲା। ଉଭୟ ଅଞ୍ଚଳରେ ଭାଷା କ୍ଷେତ୍ରରେ ପ୍ରଭେଦ ଦେଖା ଦେଇଥିଲା। ଯୁଦ୍ଧ ତଥା ବାଣିଜ୍ୟିକ ଓ ରାଜନୈତିକ ଉପନିବେଶ ସ୍ଥାପନ କାରଣରୁ ଗୋଟିଏ ରାଜ୍ୟ ଅନ୍ୟ ରାଜ୍ୟ ସହ ସମ୍ପୃକ୍ତ ହୋଇପାରୁନଥିଲା, ଯାହାଦ୍ୱାରା ଏକ ରାଜ୍ୟର ଉପଭାଷା ଅନ୍ୟ ରାଜ୍ୟର ଉପଭାଷାକୁ ପ୍ରଭାବିତ କରୁଥିଲା। ଉପଭାଷାର ମହତ୍ତ୍ୱ ଲାଭ କରିବା ତିନୋଟି କାରଣ ଦର୍ଶାଅ। କୌଣସି ଉପଭାଷା ନିଜର ଭଗିନୀ ଭାଷାମାନଙ୍କ ଠାରୁ ଅଲଗା ହୋଇ କିମ୍ବା ସେମାନଙ୍କ ବିଲୋପ ଉପରେ କୌଣସି କାରଣବଶତଃ ବଞ୍ଚି ରହେ, ତେବେ ତାହା ମହତ୍ତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଏ। ଉପଭାଷା ବ୍ୟବହାର କରୁଥିବା ଗୋଷ୍ଠୀ ବା ସମ୍ପ୍ରଦାୟ ଯଦି ସମାଜରେ କୌଣସି ଏକ ଗୌରବମୟ ସ୍ଥାନ ଅଧିକାର କରେ, ସେ କ୍ଷେତ୍ରରେ ଉପଭାଷାର ମହତ୍ତ୍ୱ ବୃଦ୍ଧି ପାଇଥାଏ। ଶାସକ ଦ୍ୱାରା ବ୍ୟବହାର କରାଯାଉଥିବା ଉପଭାଷା ଶୋଷିତର ଉପଭାଷା ଉପରେ ପ୍ରଭାବ ବିସ୍ତାର କରିଥାଏ। ଉପଭାଷାର ଶ୍ରେଣୀ ବିଭାଗକୁ ଦର୍ଶାଅ। ଉପଭାଷାକୁ ମୁଖ୍ୟତଃ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଛି, ଯଥା ମାନକ ଉପଭାଷା, ଅଣ-ମାନକ ଉପଭାଷା। ଅଣ-ମାନକ ଉପଭାଷାକୁ ଚାରି ଭାଗରେ ବିଭକ୍ତ କରାଯାଇଥାଏ, ଯଥା ଭୌଗୋଳିକ ଉପଭାଷା, ସାମାଜିକ ଉପଭାଷା, ନାଟକୀୟ ଉପଭାଷା ଏବଂ ମାନକ ଉପଭାଷା। ରାଜଭାଷା କୌଣସି ରାଷ୍ଟ୍ରର ରାଷ୍ଟ୍ରଭାଷା ଯଦି ସରକାରଙ୍କ ଶାସନ, ଶିକ୍ଷାଦି କାର୍ଯ୍ୟ ପରିଚାଳନାର ଭାଷା ହୋଇଥାଏ, ତେବେ ସ୍ୱତଃ ରାଜଭାଷା ବା ସରକାରୀ ଭାଷା ରୂପେ ଗଣ୍ୟ ହୁଏ। ଇଂରେଜ ଶାସନ କାଳରେ ହିନ୍ଦୀ ଭାରତବର୍ଷର ରାଷ୍ଟ୍ରଭାଷା ଥିଲା, କାରଣ ଏହା ରାଷ୍ଟ୍ର ଜନତା ଦ୍ୱାରା ଇଚ୍ଛାକୃତ ଭାବରେ ଭାବ ବିନିମୟର ମାଧ୍ୟମ ରୂପେ ଗୃହୀତ ହୋଇଥିଲା, ମାତ୍ର ଏହା ରାଜଭାଷା ନଥିଲା। ସଂକର ଭାଷା ବା ମିଶ୍ରିତ ଭାଷା ପ୍ରୟୋଜନ ବଶତଃ ଦୁଇ ବା ତତୋଧିକ ସମ୍ପୂର୍ଣ୍ଣ ଭାବେ ଅସମ୍ପୃକ୍ତ ଭାଷା କୌଣସି କାର୍ଯ୍ୟ ତୁଲାଇବା ଲକ୍ଷ୍ୟରେ ବା ସ୍ଥାୟୀ ଭାବରେ ମିଳିତ ହୋଇ ଏକ ସରଳ ବୋଧଗମ୍ୟ ଭାଷା ସୃଷ୍ଟି କଲେ ସେହି ଭାଷାକୁ ମିଶ୍ରିତ ଭାଷା ବା ସଂକର ଭାଷା କୁହାଯାଏ। ରାଷ୍ଟ୍ରଭାଷା ଯେତେବେଳେ ପ୍ରାମାଣିକ ଭାଷାମାନଙ୍କର କ୍ଷେତ୍ରରେ ପରିବ୍ୟାପ୍ତ ହୋଇ ବିଭିନ୍ନ ଭାଷାଭାଷୀମାନଙ୍କର ପାରସ୍ପରିକ ବିଚାର ବିନିମୟ ଏବଂ ସମ୍ପୃକ୍ତ ସ୍ଥାପନର ସର୍ବସାଧାରଣ ମାଧ୍ୟମ ରୂପେ ବିବେଚିତ ହୋଇ ସମଗ୍ର ରାଷ୍ଟ୍ର ସ୍ତରରେ ସ୍ୱୀକୃତି ଲାଭ କରେ, ସେତେବେଳେ ଏହା ରାଷ୍ଟ୍ରଭାଷାରେ ପରିଣତ ହୁଏ। ପ୍ରତ୍ୟେକ ରାଷ୍ଟ୍ରର ଜନଜୀବନରେ ରାଷ୍ଟ୍ରଭାଷାର ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଗୁପ୍ତ ଭାଷା ନିଜର ଭାବକୁ କେବଳ ଇପ୍ସିତ ବ୍ୟକ୍ତି ପାଖରେ ବ୍ୟକ୍ତ କରିବା ଓ ଅନ୍ୟ ନିକଟରେ ଗୁପ୍ତ ରଖିବା ଲକ୍ଷ୍ୟରେ ଏହି ଭାଷା ସୃଷ୍ଟି। ସେନା, ଗୁପ୍ତଚର ବିଭାଗ, ଚୋର, ଡକାୟତ ଦ୍ୱାରା ଏହି ଭାଷାର ସୃଷ୍ଟି ହୋଇଥାଏ। ଏହାକୁ ଠାର ଭାଷା ବୋଲି କୁହାଯାଏ। କୃତ୍ରିମ ଭାଷା ସ୍ୱାଭାବିକ ଭାବେ ସମାଜ ଦ୍ୱାରା ବିକଶିତ ନ ହୋଇ ବ୍ୟକ୍ତି ବା ସୀମିତ ବ୍ୟକ୍ତିବର୍ଗଙ୍କ ଦ୍ୱାରା କୃତ୍ରିମ ଭାବରେ ଯେଉଁ ଭାଷା ଗଠିତ ହୁଏ ତାହାକୁ କୃତ୍ରିମ ଭାଷା କହନ୍ତି। ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ, ଯଥା ଗୁପ୍ତ ଭାଷା ବା ଗୂଢ଼ ଭାଷା, ସାମାନ୍ୟ ଭାଷା ବା ବ୍ୟାପକ ଭାଷା। ଉପଭାଷା ପରିସର ଗୋଟିଏ ଭାଷାର ପରିସର ଗୋଟିଏ ଉପଭାଷାର ପରିସର ଠାରୁ ଯଥେଷ୍ଟ ବୃହତ୍ତର। ଉପଭାଷା କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳ, ଜାତି, ସାମାଜିକ ଗୋଷ୍ଠୀ ବା ଦଳକୁ ନେଇ ସୀମିତ। ସେହି ନିର୍ଦ୍ଦିଷ୍ଟ ତଥା ସୀମିତ ଅଞ୍ଚଳରେ ବାସ କରୁଥିବା ଜନସାଧାରଣ ଗୋଟିଏ ଭାଷାରେ କଥାବାର୍ତ୍ତା ହୋଇଥାନ୍ତି। ଜାତିଭିତ୍ତିକ ଉପଭାଷା ଶୁଦ୍ଧତା ବନାମ ଅଶୁଦ୍ଧତାକୁ ନେଇ ତର୍କ ବା ଚର୍ଚ୍ଚା କରିବା ପରମ୍ପରା ଅତି ପ୍ରାଚୀନ। ଉପଭାଷାଗୁଡ଼ିକ ଅଧ୍ୟୟନ ପାଇଁ ଏହି ପରମ୍ପରା ପରିସରଭୁକ୍ତ। ବିଶେଷ କରି ଜାତିର ଶୁଦ୍ଧତା ଅଶୁଦ୍ଧତାକୁ ଭିତ୍ତି କରି ଭାଷା ବ୍ୟବହାରରେ ସାମାଜିକ ନିର୍ଦ୍ଧାରଣ କରାଯାଇଥାଏ। ଉତ୍ତର ଭାରତ ଓ ଦକ୍ଷିଣ ଭାରତରେ ଜାତିଭିତ୍ତିକ ଉପଭାଷା ମଧ୍ୟରେ ଫରକ ଦେଖାଦିଏ। ଉତ୍ତର ଭାରତରେ ଜାତିଭିତ୍ତିକ ଉପଭାଷା ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ଉପରେ ଆଧାରିତ, କିନ୍ତୁ ଦକ୍ଷିଣ ଭାରତରେ ଜାତିଭିତ୍ତିକ ଉପଭାଷା ବ୍ରାହ୍ମଣ ଓ ଅବ୍ରାହ୍ମଣ ଉପରେ ଆଧାରିତ।